ଚାଉମିନ୍ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଆଜି ବର୍ଷା କଲେ ଟିକେ ଚାଉମିନ୍ କର, ଆମେ ଟିକେ ଚାଉମିନ୍ ଖାଇବି। ମୋତେ ଭାରି ଚାଉମିନ୍ ଖାଇବାକୁ ଇଚ୍ଛା ହେଉଛି। ବୋଲେ ହଉ ଚାଲ ଚାଉମିନ୍ କରିବା। ମୁଁ ଫାଷ୍ଟ ଗୋଟେ କୋବି ନେଇଥିଲି। କୋବିକୁ ଏମିତି ଲମ୍ବା ଲମ୍ବା ଭାବରେ କାଟିଦେଲି। ଦେଖନ୍ତୁ ଏମିତି କୋବିକୁ କାଟିଦେଲି। ଦେଖନ୍ତୁ ଆପଣମାନେ ଏମିତି କୋବିକୁ ଲମ୍ବା ଲମ୍ବା ଭାବରେ କାଟିବେ। କାଟି ସାରିଲା ପରେ ତାପରେ ମୁଁ କ'ଣ କଲି, କୋବିକୁ ଗୋଟେ ଜାଗା ନେଇଗଲି ସେଥିରେ କୋବିକୁ ଧୋଇବା ପାଇଁ। ଦେଖନ୍ତୁ କୋବିକୁ ନେଇଗଲି। ତାପରେ ଗୋଟେ ଗାଜର ମୁଁ ନେଇଛି। ଗାଜରକୁ ଗୋଟେ ଚୋପା ଛଡ଼ା ମାଧ୍ୟମରେ ଏମିତି ଚୋପା ଛଡ଼େଇ ଦେବେ। ଦେଖନ୍ତୁ ଏମିତି ଗୋଟେ ଚୋପା ଛଡ଼ା ଆସେ, 20 ଟଙ୍କା 30 ଟଙ୍କା ନିଏ ମାର୍କେଟରେ। ଏମିତି ଗୋଟେ ଚୋପା ଛଡ଼ା ଆଣିକି ଚୋପା ଭଲ ଭାବରେ ଛଡ଼େଇ ଦେବେ। ଦେଖନ୍ତୁ କେମିତି ଚୋପା ଛାଡ଼ୁଛି, ଏମିତି ଚୋପା ଛଡ଼େଇ ଦେବେ। ଚୋପା ଛଡ଼େଇ ଦିଅନ୍ତୁ ଏମିତି। ତାପରେ ଗାଜରକୁ ଆମେ ଏମିତି କାଟିବା। ଦେଖନ୍ତୁ ମୁଁ ଏମିତି କାଟୁଛି, ଲମ୍ବା ଲମ୍ବା ଭାବରେ ମୁଁ ଗାଜରକୁ କାଟିବି। ଏମିତି ଆପଣ କାଟି ଦିଅନ୍ତୁ ଗାଜରକୁ। ଦେଖନ୍ତୁ ମୁଁ ଏମିତି ଗାଜରକୁ କାଟୁଛି, ଲମ୍ବା ଲମ୍ବା କରିକି କାଟିବି। ଫାଷ୍ଟ ତାପରେ ଆମେ କ'ଣ ଗୋଟେ କଡ଼େଇରେ ପାଣି ଗରମ କରୁଛନ୍ତି। ପାଣିକୁ ଫୁଟେଇ ଦେବା। ଫୁଟି ସାରିଲା ପରେ ତାପରେ ଚାଉମିନ୍ ପକାଇବା। ଦେଖନ୍ତୁ ଚାଉମିନ୍ଟା ତାପରେ ହେଇସାରିଲା ପରେ, ଟିକେ ଭେଦି ସାରିଲା ପରେ ଆମେ ଚାଉମିନ୍କୁ ଗୋଟେ ଜାଗାରେ ଛାଣିଦେବା। ଏମିତି ଗୋଟେ ଛଣା ମାଧ୍ୟମରେ ଏମିତି ଛାଣିଦେବା। ପାଣିଟା ଯେମିତି ତଳକୁ ନିଗିଡ଼ିଯିବ ସବୁ ପାଣି। ତାପରେ ଆମେ ଗୋଟେ ଜାଗାରେ ଚାଉମିନ୍କୁ ରଖିଦେବା। ଗୋଟେ କଣା ଥିବ, ଗୋଟେ ଏମିତି ଜାଲି ଭଳିଆ ଚାଉମିନ୍କୁ ନେଇକି ରଖିଦେବେ ଏମିତି। ତାପରେ ଚାଉମିନ୍ରେ ମୁଁ ଟିକେ ରିଫାଇନ୍ ତେଲ ନେଇଛି। ଟିକେ ରିଫାଇନ୍ ତେଲ ଚାଉମିନ୍ ଉପରେ ପକାଇ ତାପରେ ତାକୁ ଏମିତି ଗୋଳେଇ ଦେଲି। ଚାଉମିନ୍ଟା ଯେମିତି ନ ଲାଗିଯିବ ସେଥିପାଇଁ ଆମେ ରିଫାଇନ୍ ତେଲ ପକାଇ ଆମେ ଚାଉମିନ୍ଟାକୁ ଭଲ ଭାବରେ ଏମିତି ଗୋଳେଇବା। ଦେଖିପାରୁଥିବେ, ଦେଖନ୍ତୁ ଚାଉମିନ୍ଟାକୁ ଏମିତି ଭଲ ଭାବରେ ଗୋଳେଇ ଦେବେ। ଏମିତି ଗୋଳେଇ ଦେବେ। ତାପରେ ମୁଁ ଗୋଟେ ଜାଗାରେ ନେଇଛି ଦୁଇଟା ଅଣ୍ଡା। ତ ଦୁଇଟା ଅଣ୍ଡାକୁ ଭାଙ୍ଗିକି ଆମେ ତାକୁ ଗୋଳେଇ ଦେବା। ଦେଖନ୍ତୁ ମୁଁ ଏମିତି ଗୋଟେ ଅଣ୍ଡା ଭାଙ୍ଗିକି ପକାଇଲି। ଆଉ ଗୋଟେ ଅଣ୍ଡା ନେଇଥିଲି, ତାକୁ ଭାଙ୍ଗିକି ଏମିତି ପକାଇଲି। ଦେଖନ୍ତୁ ଅଣ୍ଡା ଦୁଇଟାକୁ ଭାଙ୍ଗି ସାରିଲା ପରେ ଆମେ ସେଥିରେ ଟିକେ ଲୁଣ ପକାଇବା। ଦେଖନ୍ତୁ ମୁଁ କିଛି ଲୁଣ ପକାଇଲି। ଲୁଣ ପକାଇକି ଅଣ୍ଡାଟାକୁ ଏମିତି ଫେଣ୍ଟି ଦେବେ। ଏମିତି ଗୋଳେଇ ଦେବେ। ଦେଖନ୍ତୁ ଏମିତି ଗୋଳେଇ ଦେବେ। ଅଣ୍ଡା ଦୁଇଟାକୁ ଭାଙ୍ଗିକି ଏମିତି ଗୋଳେଇ ଦେବେ। ଭଲ ଭାବରେ ଅଣ୍ଡାକୁ ଏମିତି ଫେଣ୍ଟି ଦେବେ। ଫେଣ୍ଟି ସାରିଲା ପରେ ବର୍ଷାକୁ କହିଲି ଟିକେ ଗ୍ୟାସ୍ ଲଗାଉ, ସେ ହସିକି ଇଆଡ଼େ ଗ୍ୟାସ୍ ଲଗାଇଲେଣି। ଗ୍ୟାସ୍ ଲଗାଇଲେ ବର୍ଷା, କଡ଼େଇ ବସାଇଲେ। କଡ଼େଇରେ ଆମେ ଟିକେ ତେଲ ଟିକେ ପକାଇବା। ମୁଁ ଟିକେ ତେଲ ପକାଇଲି। ତେଲ ଗରମ ହେଲା ପରେ ଟିକେ ଅଣ୍ଡା ଯେଉଁ ଆମେ ଗୋଳେଇକି ରଖିଥିଲେ ତାକୁ ଭୁଜିଆ କରିବା ପାଇଁ ତାକୁ ମୁଁ ପକାଇଲି। ଦେଖନ୍ତୁ ଅଣ୍ଡା ଏମିତିକୁ ଆମେ ଭାଜିକି ଟିକେ ଭୁଜିଆ କରିଦେବା। ଏମିତି ଖଡ଼ିକାରେ ଏମିତି ଖଣ୍ଡ ଖଣ୍ଡ କରିଦେବା। ଭୁଜିଆ ଭଳିଆ ଏମିତି ଖଣ୍ଡ ଖଣ୍ଡ କରିଦେବେ। ଦେଖନ୍ତୁ ତାପରେ ତାକୁ ଗୋଟେ ଜାଗାକୁ ମୁଁ ଖୋଲିଦେଲି ଭୁଜିଆଟା ହେଇସାରିଲା ପରେ। ଦେଖନ୍ତୁ ମୁଁ ଏମିତି ଖୋଲିଦେଲି। ଖୋଲି ସାରିଲା ପରେ ମୁଁ ଦୁଇଟା ପିଆଜ ନେଇଥିଲି। ପିଆଜକୁ କାଟିଲି ଛଡ଼େଇକି। ଦେଖନ୍ତୁ ମୁଁ ପିଆଜକୁ ଛୁରୀରେ ଛଡ଼େଇକି ପିଆଜକୁ କାଟିଲି। ଦେଖନ୍ତୁ ଏମିତି ପିଆଜ ଏମିତି ଭାବରେ କାଟିଛି। ପିଆଜକୁ ଲମ୍ବା ଲମ୍ବା ଭାବରେ କାଟିବେ। ଚାଉମିନ୍ କଲାବେଳେ ପିଆଜକୁ ଲମ୍ବା ଲମ୍ବା କାଟିଲେ ଭଲ ଲାଗିବ। ଦେଖନ୍ତୁ ଏମିତି। ତାପରେ ଦୁଇଟା ମୁଁ କଞ୍ଚା ଲଙ୍କା ନେଇଛି। କଞ୍ଚା ଲଙ୍କା କାଟିଦେଲି। ଦେଖନ୍ତୁ ଏମିତି କଞ୍ଚା ଲଙ୍କା ବି କାଟୁଛି। ଆପଣ ଦେଖିପାରୁଥିବେ ମୁଁ କଞ୍ଚା ଲଙ୍କାକୁ ଏମିତି କାଟୁଛି। କଞ୍ଚା ଲଙ୍କା ଏମିତି କାଟିଦେଲେ। କାଟି ସାରିଲା ପରେ ପୁଣି କଡ଼େଇ ବସାଇକି ଟିକେ ତେଲ ପକାଇବା। ତେଲ ପକାଇ ସାରିଲା ପରେ ତେଲ ତାତିଲା ପରେ ଟିକେ ପିଆଜ ଆମେ ପକାଇବା। ପିଆଜକୁ ଫ୍ରାଏ କରିବା। ପିଆଜ ଟିକେ ଫ୍ରାଏ ହେଇସାରିଲା ପରେ ତାପରେ ଟିକେ କଞ୍ଚା ଲଙ୍କା ପକାଇବା। କଞ୍ଚା ଲଙ୍କା ପକାଇ ସାରିଲା ପରେ ଟିକେ ସମୟ ପରେ ଆମେ ପୁଣି କୋବିକୁ ଯେଉଁ କାଟିଥିବା କୋବିକୁ ପକାଇବା। ଦେଖନ୍ତୁ ମୁଁ କୋବି ପକାଇଲି। କୋବି ପକାଇ ସାରିଲା ପରେ କଟା ହୋଇଥିବା ଲମ୍ବା ଲମ୍ବା ଯେଉଁ ଗାଜରକୁ ମୁଁ ପକାଇଲି। ଗାଜର ପକାଇ ସାରିଲା ପରେ ଟିକେ ଲୁଣ ପକାଇଲି। ଟିକେ ହାଲକା ଫ୍ରାଏ କରିଦେଲି। ଫ୍ରାଏ କରିସାରିଲା ପରେ ତାପରେ ଯେଉଁ ଆମେ ନେଇଥିବା ଯେଉଁ ଭୁଜିଆକୁ ଆମେ ପକାଇକି ଗୋଳେଇ ଦେଲେ। ଗୋଳେଇ ସାରିଲା ପରେ ଚାଉମିନ୍ ପକାଇବା। ଚାଉମିନ୍ ପକାଇ ସାରିଲା ପରେ ମୁଁ ଟିକେ ଅଜିନାମୋଟୋ ବା ଯେଉଁଟା ଚାଇନା ସଲ୍ଟ ମାନେ କୁହନ୍ତି ସେଇଟା ଅଜିନାମୋଟୋ ଟିକେ ପକାଇଲେ। ତାପରେ ଟିକେ ଭିନେଗାର ପକାଇଲି। ଭିନେଗାର ପକାଇଲା ପରେ କିଛି ସୋୟା ସସ୍ ପକାଇଲି। ଦେଖନ୍ତୁ ସୋୟା ସସ୍ ପକାଇଲି। ସୋୟା ସସ୍ ପକାଇ ସାରିଲା ପରେ ତାପରେ ମୁଁ ଟମାଟୋ ସସ୍ ଟିକେ ପକାଇଲି। ଟମାଟୋ ସସ୍ ପକାଇ ସାରିଲା ପରେ ତାପରେ ଟିକେ ଚିଲି ସସ୍ ବି ପକାଇଲି। ବେଶୀ ପକାଇବେନି, ସ୍ୱାଦ ଅନୁସାରେ ଟିକେ ହାଲକା ପକାଇବେ, ଭଲ ଲାଗିବ। ବେଶୀ ସସ୍ ପକାଇଲେ ଚାଉମିନ୍ର ଟେଷ୍ଟ ଆସିବନି। ତାପରେ ଚାଉମିନ୍ ଟିକେ ଗୋଳେଇ ଦେବା। ଦେଖନ୍ତୁ ମୁଁ ଏମିତି ଗୋଳେଇ ଦେଉଛି ଚାଉମିନ୍କୁ। ଆପଣ ଦେଖିପାରୁଥିବେ ମୁଁ ଏମିତି ଗୋଳେଇ ଦେଉଛି। ତାପରେ ଟିକେ ମୁଁ ପକାଇଛି ଧନିଆ ଗୁଣ୍ଡ। ତାପରେ ଟିକେ ହାଲକା ଗରମ ମସଲା, ଟିକେ ହାଲକା ଟିକେ ପକାଇଲି କରି ମସଲା। ତାପରେ ଟିକେ ହାଲକା ଗରମ ମସଲା। ତାପରେ ଟିକେ ହାଲକା ହେଉଛି ଆମେ ପକାଇଲେ ଗୋଲମରିଚ ଗୁଣ୍ଡ ପାଉଡ଼ର। ପକାଇ ସାରିଲା ପରେ ଚାଉମିନ୍କୁ ଏମିତି ଗୋଳେଇବା। ଦେଖନ୍ତୁ ଗୋଳେଇ ସାରିଲା ପରେ ଏମିତି ପରସିବା ଆମେ ଚାଉମିନ୍କୁ। ଗୋଟେ ଥାଳିରେ ଚାଉମିନ୍କୁ ଏମିତି ପରସି ଗରମା ଗରମ ଚାଉମିନ୍ ରେଡ଼ି ହେଇଗଲା। ଆପଣମାନେ ଖାଆନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ। କେମିତି ଲାଗିଲା ଆମକୁ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ।